ହାତରେ ଧରନ୍ତୁ ଏହି ଜିନିଷ, ଯିଏ ଦେଖିବ ଭୟରେ ପ୍ୟାଣ୍ଟରେ ମୁତିବ, ପାଟି ବନ୍ଦ ହୋଇଯିବ। ଆଜି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଗୋଟିଏ ଚମତ୍କାରୀ ତାନ୍ତ୍ରିକ ବିଧି କହିବି। ଦେଖନ୍ତୁ, ଆପଣମାନେ ଶତ୍ରୁମାନଙ୍କୁ ଦେଖିଲେ ନିଜେ ଡରନ୍ତି, କିନ୍ତୁ ଏବେ କ'ଣ ହେବ, ଶତ୍ରୁମାନେ ଆପଣମାନଙ୍କୁ ଦେଖିଲେ ତାଙ୍କର ପ୍ୟାଣ୍ଟରେ ମୁତି ପକାଇବେ। କେବଳ ମାତ୍ର ଆପଣମାନଙ୍କୁ ତିନୋଟି ଜିନିଷ ଧରିବାକୁ ପଡ଼ିବ, ଯେଉଁ ଜିନିଷ ଆପଣମାନେ ପାଇପାରିବେ। ତେଣୁ ଆପଣମାନେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ମୁଁ ଭିଡ଼ିଓ ଲାଷ୍ଟରେ ଆପଣମାନଙ୍କୁ କହିବି ସେଇଟା କେଉଁ ଜିନିଷ ଧରିଲେ ଆପଣମାନଙ୍କର ଶତ୍ରୁ ଦେଖିଲା ମାତ୍ରକେ ଆପଣମାନଙ୍କୁ ଭୟରେ ସେ ମୁତି ପକାଇବ, ତାହାର ପାଟି ବନ୍ଦ ହୋଇଯିବ। ସେ ସାହସ କରିପାରିବ ନାହିଁ ଯେ ଆପଣଙ୍କ ସାମ୍ନାରେ ପଦୁଟିଏ କଥା କହିବା ପାଇଁ। କିନ୍ତୁ ଦେଖନ୍ତୁ, ମୁଁ ଆପଣମାନଙ୍କୁ ପ୍ରୟୋଗ ବିଧି କହିବି, କିନ୍ତୁ ଆପଣମାନେ ସେଇଟାକୁ ଠିକ୍ ଭାବେ କରିବେ ନ କରିବେ ସେଇଟା ଆପଣଙ୍କ ଉପରେ ନିର୍ଭର କରେ। କାହିଁକିନା ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୁଲ ଭାଲରେ ପ୍ରୟୋଗ କରନ୍ତି, ଆଉ ପରେ କୁହନ୍ତି ମୁଁ ଏଇଟା କଲି ହେଲା ନାହିଁ, ସେଇଟା କଲି ହେଲା ନାହିଁ। ଆରେ ଭାଇ, ସବୁ କିଛି ହୁଏ, କିନ୍ତୁ ଆପଣମାନେ ଠିକ୍ ଭାବରେ କରିବେ ଠିକ୍ ହେବ, ଭୁଲ ଭାବରେ କରିବେ ଭୁଲ ହେବ। ସେ କଥା ସବୁବେଳେ ଆପଣମାନେ ଚିନ୍ତା କରିବାର ଆବଶ୍ୟକ। ଏମିତି ନାହିଁ ଯେ ଆପଣମାନେ ସବୁତକ ଦୋଷ ଭଗବାନଙ୍କୁ ଦେଇଦେବେ, ମୋତେ ଦେଇଦେବେ। ସେଇଟା ତ ମୁସ୍କିଲ କଥା ନା। କାହିଁକିନା ମୁଁ ଆପଣମାନଙ୍କୁ ଉପାୟ କହୁଛି, ଆଉ ସେହି ଉପାୟ କେମିତି କାମ କରେ ସେଇଟା ମଧ୍ୟ କହୁଛି। କିନ୍ତୁ ଆପଣମାନେ ଉପାୟ କରୁଛନ୍ତି, କିନ୍ତୁ ସେହି ଉପାୟ କ'ଣ କଲେ କାମ କରେ ସେଇଟା କରୁନାହାନ୍ତି। ଏହି ମାତ୍ର ଗୋଟିଏ ତାବିଜ ଆପଣମାନଙ୍କର ଅନେକ ଗୁଡ଼ିଏ କାମରେ ଆସିବ। ବଶୀକରଣ, ମୋହନ, ଆକର୍ଷଣ, କାର୍ଯ୍ୟସିଦ୍ଧି, ବେପାର ବୃଦ୍ଧି, ଶତ୍ରୁ ସମସ୍ୟା, ବିବାହ ସମସ୍ୟା, କୋର୍ଟ କଚେରୀ ସମସ୍ୟା, ଗ୍ରହ ନକ୍ଷତ୍ର ସମସ୍ୟା, ପାଙ୍ଗଡ଼ ନାଶନ ସମସ୍ୟା, ଚାକିରି ସମସ୍ୟା, ରୋଗ ସମସ୍ୟା, ଭୂତ ପ୍ରେତ ସମସ୍ୟା, ତା ଛଡ଼ା ଆପଣମାନଙ୍କର ଯେକୌଣସି ଅଦୃଶ୍ୟ ସମସ୍ୟା ଥିଲେ ମଧ୍ୟ ଏହି ତାବିଜ ପିନ୍ଧିବା ଦ୍ୱାରା ସେସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣମାନଙ୍କୁ ଦରକାର ଥିଲେ ଆପଣମାନେ ଆମ ସହିତ ଯୋଗାଯୋଗ କରନ୍ତୁ। ଆପଣମାନଙ୍କୁ 7-8 ଦିନ ମଧ୍ୟରେ ଏହା ବାଇପୋଷ୍ଟ ମାଧ୍ୟମରେ ମିଳିଯିବ। ଆପଣମାନେ ବିଛୁଆତି ଗଛ ଦେଖିଛନ୍ତି, କଣ୍ଟେଇ କୋଳି ମଧ୍ୟ ଦେଖିଛନ୍ତି, ବ୍ରହ୍ମଦଣ୍ଡୀ ଗଛ ମଧ୍ୟ ଦେଖିଛନ୍ତି। କାହିଁକିନା ସେସବୁ ଆମ ଚ୍ୟାନେଲରେ ଅଛି, ଫେସବୁକ୍ ପେଜ୍ରେ ମଧ୍ୟ ଅପଲୋଡ଼ ଅଛି। ଆପଣମାନେ ଚାହିଁବେ ତ ସେସବୁ ଦେଖିପାରିବେ। ଦେଖନ୍ତୁ, କେବଳ ମାତ୍ର ଆପଣମାନଙ୍କୁ ଏହି ତିନୋଟି ଜିନିଷର ମୂଳ ଦରକାର ପଡ଼ିବ, କିନ୍ତୁ ଏହି ମୂଳ ସବୁଦିନ ଆଣିଲେ ହେବ ନାହିଁ। ଏହାର ଗୋଟିଏ ନିୟମ ଅଛି। ସେହି ନିୟମ ସେହି ତିଥି ବାର ନକ୍ଷତ୍ରରେ ଆଣିବେ ତ ଏହା ହେବ, କିନ୍ତୁ ଆପଣମାନେ ଯେତେବେଳେ ଇଚ୍ଛା ସେତେବେଳେ ଆଣିବେ, ସେଇଟାକୁ ଧରିବେ ତ ହେବ ନାହିଁ। ସେଥିପାଇଁ ଧ୍ୟାନ ଦେବେ। ସର୍ବପ୍ରଥମେ ଆପଣମାନେ ମୃଗଶିରା ନକ୍ଷତ୍ର ଶନିବାର ଦିନ ପଡ଼ିଥିବ, ସେହିଦିନ କ'ଣ କରିବେ, ଆପଣମାନେ ବିଛୁଆତି ଗଛର ମୂଳ, କଣ୍ଟେଇ କୋଳି ଗଛର ମୂଳ ଏବଂ ଆପଣମାନେ ବ୍ରହ୍ମଦଣ୍ଡୀ ଗଛର ମୂଳ ଆଣିବେ। କିନ୍ତୁ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ନିମନ୍ତ୍ରଣ କରିବେ। ଯେତେବେଳେ ଆପଣମାନେ ଏହିସବୁ ଆଣିବେ, ତାପରେ ସେଇଟାକୁ ଆପଣମାନେ ଯତ୍ନ ସହକାରେ ଛାଇରେ ଶୁଖାଇବେ। କିନ୍ତୁ ଆଣିଲା ସାଙ୍ଗେ ସାଙ୍ଗେ ଆପଣମାନେ କ'ଣ କରିବେ, ପଞ୍ଚାମୃତରେ ଧୋଇବେ। ଆଉ ଆଣିବା ନିୟମ ତ ଆପଣମାନେ ଜାଣିଛନ୍ତି। ଆଗକୁ ଦେଖିବେ, କାହା ସହିତ କଥା ହେବେ ନାହିଁ, ପଛକୁ ଚାହିଁବେ ନାହିଁ, ବ୍ରହ୍ମ ମୁହୂର୍ତ୍ତରୁ ସେସବୁ ଆଣିବେ, ସେସବୁ ତ ଜାଣିଛନ୍ତି। ତ ଆପଣମାନେ ପଞ୍ଚାମୃତରେ ଧୋଇବେ, ଆଉ ସେଇଟା କ'ଣ କରିବେ, ଛାଇରେ ରଖିବେ। ତାପରେ କ'ଣ କରିବେ, ସେଠି ଆପଣମାନେ ପ୍ରତିଦିନ କ'ଣ କରିବେ, ଲେବାନ ହେଉ, ଗୁଗଲ ହେଉ କିମ୍ବା ଝୁଣା, ଏଇଟା ଦେବାକୁ ପଡ଼ିବ। ଯେତେବେଳେ ଆପଣମାନେ କୌଣସି ଜାଗାକୁ ଯାଉଛନ୍ତି, ସେହି ତିନୋଟି ମୂଳ ନେଇକି ଯିବେ। ତାପରେ ଦେଖିବେ, ଆପଣମାନଙ୍କୁ ଯିଏ ଦେଖିବ, ଯେ ଜଡ଼େ ବଡ଼ ଶତ୍ରୁ ହେଲେ ମଧ୍ୟ ସେ ଆପଣମାନଙ୍କୁ ରାସ୍ତା ଛାଡ଼ିଦେବ। ତାହାର ଆପଣଙ୍କ ସାମ୍ନାକୁ ଆସିଲା ମାତ୍ରକେ ତାହାର ମୁଖ ସ୍ତମ୍ଭନ ହୋଇଯିବ, ସେ କିଛି ମଧ୍ୟ କହିପାରିବ ନାହିଁ। ଆଉ ଏହା ଦେଖନ୍ତୁ, ଏଇଟା ପରୀକ୍ଷା ମଧ୍ୟ କରାଯାଇଛି। ତେଣୁ ଆପଣମାନେ ଏହା ନିହାତି ବ୍ୟବହାର କରନ୍ତୁ। ମୋର କହିବାରେ ମଧ୍ୟ ଟିକେ ତ୍ରୁଟି ହେଉଛି, କାହିଁକିନା ବର୍ତ୍ତମାନ ଏକା ମୁଁ ପୂଜାରେ ବ୍ୟସ୍ତ ଥିଲି। ଜଣଙ୍କର ପୂଜା କରିବାର ଥିଲା, ତାଙ୍କର ମନ୍ତ୍ରଟି 10,000 ସଂଖ୍ୟାରେ ଜପ କରିବାର ଥିଲା। ତ ମୁଁ କହିବାରେ ଟିକେ ମିଷ୍ଟେକ୍ ହେଉଛି, କ୍ଷମା କରିବେ।